नीलम कहिबे तुम ପାଇଁ ତୁମେ ନିଜେ ଦାୟୀ ମାମା, ଆଉ କିଏ ନୁହନ୍ତି। ଏବଂ କହିବେ ମାମା ଏଠାରେ ସମସ୍ତଙ୍କର ଆଦର୍ଶ ସହିତ କ୍ୱିକ୍ ଲିଙ୍କ ଅଛି। ସେ ମାୟା ଆଣ୍ଟି ଓ ଆନନ୍ଦ ଅଙ୍କଲ ହୁଅନ୍ତୁ କିମ୍ବା ମମତା ଆଣ୍ଟି ଓ ବିନୋଦ ଅଙ୍କଲ ବା ପଲ୍ଲବୀ, ସମସ୍ତେ ଆଦର୍ଶ ସହିତ ଯୋଡ଼ି ହୋଇ ଅଛନ୍ତି। ଆଉ ଯଦି ତୁମେ ଆଦର୍ଶ ବିରୁଦ୍ଧରେ କିଛି ବି କହିଲ ସମସ୍ତେ ତୁମର ବିରୋଧୀ ହୋଇଯିବେ। ସେଥିପାଇଁ କହୁଛି ମାମା, ମୁଣ୍ଡ ଖଟାଅ ମୁଣ୍ଡ। ପଲ୍ଲବୀ ନେତରଶୋଷିଆ ହୋଇ ଘରକୁ ଫେରିଥିଲା। ଯଦି ସେତେବେଳେ ତୁମେ ତମ ଆଡ଼ୁ ଯାଇ ପାଣି ଗ୍ଲାସଟି ପିଇବାକୁ ଦେଇଥାନ୍ତ, ତାହାହେଲେ ଆଦର୍ଶ ତୁମକୁ ମୁଣ୍ଡରେ ବସାଇଥାନ୍ତା ଏବଂ କହିବେ ଯାଏ ମାମା ପଲ୍ଲବୀଙ୍କୁ ପ୍ରତି କନସଲ୍ଟ ଦେଖାଏ। ତାପରେ ନୀଲମଙ୍କ ଆଦେଶ ଅନୁସାରେ ରୁବି ମାଉସୀ ସେଠାରୁ ଯିବେ। ଏପଟେ ଗୌରବ କହିବେ ପଲ୍ଲବୀ, ତୁମର ବାହାରେ ଯାହା ବି କାମ ଅଛି ସେସବୁ ମୋତେ କୁହ ଏବଂ ତୁମେ ନିଜେ ସେଠାକୁ ଯିବାକୁ ଦରକାର ନାହିଁ। ମୁଁ ତମ ପାଇଁ ସେସବୁ କରିଦେବି। ତୁମେ କେବଳ ତୁମର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅ। ଆଉ କେଉଁ କାମ କେମିତି କରାଯିବ ସେ ବିଷୟରେ ଚିନ୍ତା କର। ଆଉ ଗୋଟିଏ କଥା ଶୁଣ, ତୁମ ଭାଇ ତୁମ ପାଇଁ ସବୁବେଳେ ରେଡ଼ି ଅଛି। ତାପରେ ପଲ୍ଲବୀ କହିବେ ମୁଁ ଜାଣେ ଗୌରବ ଭାଇ, ଆଉ ଯେତେବେଳେ ତୁମର ଆବଶ୍ୟକତା ପଡ଼ିବ ମୁଁ ଆପଣଙ୍କୁ ନିଶ୍ଚିତ ଜଣାଇବି। ତାପରେ ଗୌରବ କହିବେ ଆଚ୍ଛା ଠିକ୍ ଅଛି, ତୁମେ ତାହେଲେ ଏବେ ରେଷ୍ଟ ନିଅ। ତାପରେ ରିମଝିମ୍ କହିବେ ରିମଝିମ୍ ଚାଲ ଯିବା। ତାପରେ ମମତା କହିବେ ରିମଝିମ୍ ଟିକେ ଗରମ ପାଣି ଆଉ କପଡ଼ା ନେଇକି ଉପରକୁ ଆଣିଦେବୁ, ମୁଁ ପଲ୍ଲବୀ ଗୋଡ଼ରେ ସେକ ଦେବି। ଆଉ ହଁ, ତା ପାଇଁ ଟିକେ ସୁପ୍ ଟିକେ ତିଆରି କରି ଆଣିବୁ। ତାପରେ ପଲ୍ଲବୀ କହିବେ ଅପା ନାହିଁ, ମୋତେ ଏବେ ଭୋକ ନାହିଁ। ତାପରେ ମାୟା କହିଦେବେ ଚୁପ୍ ହୋଇଯା ବସ୍, ତୋ କଥାରେ ଘର ଚାଲିବନି। ରିମଝିମ୍ ଯା ଗରମ ପାଣି ଓ ସୁପ୍ ନେଇକି ଆସିବୁ। ତାପରେ ରିମଝିମ୍ କହିବେ ସିଆଡ଼େ କୁଆଡ଼େ ଯାଉଛ, ପଲ୍ଲବୀଙ୍କ କିଚେନଟି ଏଇଠି ଅଛି। ଗୌରବ କହିବେ ସେଇଠୁ ଯାଇ ତାଙ୍କ ଗରମ ପାଣି ଓ ସୁପ୍ ତିଆରି କର। ତାପରେ ରିମଝିମ୍ ଚିଡ଼ି ଉଠି କହିବେ ହଁ, ଏଇଟା ଗୋଟେ ନୂଆ ପ୍ରୋବ୍ଲେମ୍ ନା। କେତେବେଳେ କେଉଁ କିଚେନରେ କାହା ପାଇଁ କ'ଣ ତିଆରି କରିବାକୁ ପଡ଼ିବ ସେ କଥା ବି ଚିନ୍ତା କରିବାକୁ ପଡ଼ିବ। କିନ୍ତୁ ମୁଁ ସେଠାକୁ ଗଲି ମାନେ ତା କିଚେନରେ ସେ କେଉଁଠି ରଖିଛି କେଉଁ ସାମାନ ଖୋଜିବାକୁ ପଡ଼ିବ। ତେଣୁ ମୁଁ ଏଇଠି ଗରମ ପାଣି ଓ ସୁପ୍ ତିଆରି କରିଦେଉଛି। ତାପରେ ଗୌରବ କହିବେ ଏହା କିଏ ଜାଣିବା ନ ଜାଣିବା କଥା ପଡ଼ିନି ରିମଝିମ୍, ଇଏ ଆଦର୍ଶ ଓ ପଲ୍ଲବୀଙ୍କ ସ୍ୱାଭିମାନର କଥା। ତେଣୁ ଆମକୁ ତାଙ୍କ ସ୍ୱାଭିମାନକୁ ସମ୍ମାନ ଦେବା ଉଚିତ। ତାପରେ ଗୌରବ ରିମଝିମ୍କୁ କହିବେ ଆଚ୍ଛା, ତୁମେ କହୁଥିଲ ନା ଯେ ସେଇଠି କ'ଣ କୌଣସି ଅଛି ବୋଲି, ଚାଲ ମୁଁ ତୁମର ସାହାଯ୍ୟ କରିଦେବି। ଏପଟେ ରୁବି ମାଉସୀ ଚାଲି ଆସିବେ ଏବଂ ତାପରେ ନୀଲମ ପଚାରିବେ କ'ଣ ହେଲା ମାମା, ତୁମେ ଏତେ ଶୀଘ୍ର ଫେରି ଆସିଲ। ତାପରେ ରୁବି କହିବେ ମୁଁ ସେ ପଲ୍ଲବୀ ରୁମ୍କୁ ଯାଉଥିଲି ନୀଲମ, ବାଟରେ ଦେଖିଲି ଗୌରବ ଓ ରିମଝିମ୍ ମାୟା କିଚେନକୁ ଯାଉଥିବା ବେଳେ କିଛି ତିଆରି କରିବା ପାଇଁ ଯାଉଥିଲେ। ହେଲେ ସେ ଗୌରବ ସେ କିଚେନକୁ ନ ଯାଇ ପଲ୍ଲବୀର କିଚେନକୁ ଯିବାକୁ କହିଦେଲା। ତାପରେ ରୁବି ମାଉସୀ କହିବେ ସେ ଗୌରବ ଓ ରିମଝିମ୍କୁ ବାହାର କରିବା ପାଇଁ ମୋତେ ଗୋଟିଏ ବଢ଼ିଆ ସୁଯୋଗ ମିଳିଗଲା। ଥରେ ଯଦି ରିମଝିମ୍ ସେ ପଲ୍ଲବୀ କିଚେନରେ ସୁପ୍ ତିଆରି କରିଥିଲେ, ମୁଁ ସାଙ୍ଗେ ସାଙ୍ଗେ ଯାଇ ମାୟା ପାଖରେ କହିଦେଇଥାନ୍ତି। ତାପରେ ନୀଲମ କହିବେ ଆମ ହାତରେ ବି ସୁଯୋଗ ଅଛି ମାମା, ସେ କଥାକୁ ଯାଇ ମାୟା ଆଣ୍ଟି ପାଖରେ କୁହ ଯେ ରିମଝିମ୍ ଭାଉଜ ପଲ୍ଲବୀ କିଚେନରେ ଯାଇ ସୁପ୍ ତିଆରି କରୁଥିଲେ। ଆଉ ତାପରେ ଦେଖ ଏ ଘରେ କେମିତି ନିଆଁ ଲାଗୁଛି। କାରଣ ରିମଝିମ୍ ଭାଉଜ ପଲ୍ଲବୀ କିଚେନକୁ ଯାଇ ସୁପ୍ ତିଆରି କରିବା ମାୟା ଆଣ୍ଟିକୁ କେବେ ବି ଭଲ ଲାଗିବନି। ଏପଟେ ରିମଝିମ୍ ରୋଷେଇ କରୁଥିବା ବେଳେ କହିବେ ଗୋଲମରିଚ ଗୁଣ୍ଡ କେଉଁଠି ଅଛି।
ତାପରେ ଗୌରବ କହିବେ, ଆରେ ଶୁଣ, ତୁମେ ସୁପ୍ ପାଇଁ ପାଣି ତିଆରି କର। ତା ଭିତରେ ମୁଁ ପରିବା କାଟି ସାରିଲିଣି। ଆଉ ତା ଭିତରେ ମୁଁ ଗୋଲମରିଚ ଓ ଲୁଣ ଖୋଜି ଦେଉଛି। ତାପରେ ରିମଝିମ୍ ରାଗିଯାଇ କହିବେ, ତାହେଲେ ଲାଭ କ'ଣ? ମୁଁ ଚାକରାଣୀ ଭାବେ ଭଳିଆ ଖଟି ରହୁଛି। ଏବଂ କହିବେ, ପଲ୍ଲବୀ ସେଠୁ ସାନ ମୋଠୁ। ସେ ମୋ ସେବା କରିବା କଥା, କିନ୍ତୁ ତା ସେବା ମୋତେ କରିବାକୁ ପଡ଼ୁଛି। ତାପରେ ଗୌରବ କହିବେ, ତୁମେ କ'ଣ କରୁଛ ରିମଝିମ୍? ପଲ୍ଲବୀଙ୍କ ଆକ୍ସିଡେଣ୍ଟ ହେଉଛି। ଲୋକେ ଶତ୍ରୁର ବି ସେବା କରନ୍ତି, ଆଉ ତମେ ସାମାନ୍ୟ ସୁପ୍ ଟିକେ ତିଆରି କରିବ ଯେ ସେଇ କଥାକୁ ଧରି ବସୁଛ। ତାପରେ ରିମଝିମ୍ କହିବେ, ପଲ୍ଲବୀ ବହୁତ ଚାଲାକ୍ ସେ। ପ୍ରଥମେ ଚାକିରି ବାହାନାରେ ଘରର କୌଣସି କାମ କଲାଣି। ତାପରେ ଇନଜ୍ୟୋର ବୋର୍ଡ ଆଣି ମୋ ଉପରେ ଲଦି ଦେଲା। ଏବେ ଯେତେବେଳେ ଚାକିରିରୁ ସସ୍ପେଣ୍ଡ ହୋଇ ଆସିଲା ଏବଂ କାମ କରିବ ବୋଲି ଏସବୁ କରୁଛି। ତାପରେ ଗୌରବ କହିବେ, ତୁ ମୁଣ୍ଡ ଖରାପ କରିଦେଲୁଣି ରିମଝିମ୍। ମୁଁ ଦେଖୁଛି ତୁମେ ଆଜିକାଲି ରୁବି ଆଣ୍ଟିଙ୍କ ବଥରେ ଚାଲୁଛ। ତାପରେ ଗୌରବ କହିବେ, ଶାସ୍ତ୍ରରେ ଲେଖା ହେଇଛି, ନିଜ ବୁଦ୍ଧିରେ ଘାସ କାଟ, ହେଲେ ପର ବୁଦ୍ଧିରେ ଘୋଡ଼ା ଚଢ଼ିବ ନାହିଁ।